हरि ओं नमो भगवते वासुदेवाय। ओं नमो भगवते श्री महापुरुष अच्युतानंदाय। जय जय महापुरुष अच्युतानंद जी की जय। अच्युतं केशवं कृष्ण दामोदरम, अच्युतं केशवं कृष्ण दामोदरम, राम नारायणं जानकी वल्लभं, राम नारायणं जानकी वल्लभं, अच्युतं केशवं कृष्ण दामोदरम। जय जय महापुरुष अच्युतानंद जी की जय। मंचरे उपस्थित समस्त श्रोता वक्ता ज्ञानी गुणी पंडित ब्राह्मण समाज साधु समाज समस्त शुभ संध्या एवं ए दिनहीन किंचन तपनर मथांत प्रणाम। आज आम आलोचना करुछंती श्री श्री अच्युतानंद दासंकर विरचित चकड़ा मराण। गत काली संध्यारे आलोचना करी तार अवशिष्टांश एवं आलोचना करिया जाउची। त्रुटि थिले क्षमा करिवे। एणु आपण माने धैर्य सहकारे यहाँ शुणिया मोर विनम्र नवेदन। एणु आज विषय हूँ जे भक्त कोट को रहिले कौ कौ खेल लगे कि कार्य हम ये कथा आलोचना करवा। इरकड़ा ग्राम रे पिता सुधाकर नाम तार निराकार, भूमिज क्षत्रिय कूल रे जन्म बड़ भक्त अटे मोर, दीनबंधु नाम सुनेइल ग्राम बड़ भक्त अटे सही, बारण बेलकु प्रकाश होइब तते मु देली चेताई। राम रे एरड़ा ग्रामर ता बापा ना सुधाकर ता ना निराकार, भूमिज क्षत्रिय कूल से जन्म होइछि से मोर बड़ भक्त। दीनबंधु नाम सुनेले ग्राम रे सी भी गोटे बड़ भक्त, बारण बेलकु प्रकाश हेब। सुन बाबू राम चकड़ा मराण, तू मूर्ख को कहबू नाही, घोर कली काल ताही जे टापरा, बाना निंदा हेब तही, निकट हेलाणी 333 रे भक्तंक परीक्षा हेब, निमाଳ बटरे गुजरी रास, सत्य सत्य एहा ठाब। बाबूरे ये चकड़ा मरण कथा या क्या कहबुनि रे बाबू, जदि कहबू ताहले तू जानबू जे मो अमृत तू विष देलु बोली। क्या टाही टापरा करेंगे बाना निंदा हम। भक्तंक पाई निदन लागई, रात्र उजागर होई, सुबल दास जे छद्म बेश धरी, भक्त खोजुची तही। बाबू चकड़ा मराण भक्त विवरण, ध्रुवदासर परीक्षा, कोठ दलंकर मौड़ मणि जे केही न पाइबे रक्षा। भक्तों दिन रात्रि निद आसुनी, सुबल दास छद्म धरी आज भक्त खोजु चकड़ा मराण ये ध्रुवदासर परीक्षा। जहाँ कुशदया होइब रे राम से ही उद्धार पाइब, छद्म धरी ध्रुव बुलुची केही अंत न पाइब। चक्र एकाक्षर अबना अक्षर जोग माया जे बसाण, एकाक्षर मंत्र गायत्री सावित्री अजपा सूत्र रे ज्ञान। बोले बाबू रे चक्र एकाक्षर अबना जोग मायार बसाण, एकाक्षर मंत्र गायत्री सावित्री अजपा अणसूत्र ए सब ज्ञान परीक्षा भक्त मान देवे। जी जानी थे से भक्त गुरु आसित से चंडी चामड़ा कबल रक्षा पाइबे।
ଯିଏ ନ ଜାଣି ମିଛରେ ବାଷ୍ପ ଆମେ ସବୁ ଜାଣିଛୁ, ଗୀତା ପିଇ ଯାଇଛୁ, ଭାଗବତ ପିଇ ଯାଇଛୁ, ରାମାୟଣ ପିଇ ଯାଇଛୁ, ସେଇଗୁଡ଼ାକ ସବୁ ଛୋଟ ଛୋଟ ଦଣ୍ଡିକିରି ମାଛ ଭଳିଆ ହେଇ ପଡ଼ିକିରି ରଡ଼ି ତ ମରିବେ ଆଉ, ମାର ନା ମରିଲାଣି ପଇ ଖାଡ଼ି ପିରି ହେଲେଣି ଆଉ, ତ ମାରି ଆଉ କିଏ ଯିବ, ଛା ମରିଯିବେ ଛୋଟ ଛୋଟ ହେଇକିରି। ତ୍ରିବେଣୀ ତ୍ରିକୁଟ ସେ 16 ବୈକୁଣ୍ଠ ମହାନିତ୍ୟ ଘର ସେହି, ସମସ୍ତ ପରୀକ୍ଷା କାଳିଆ ବୋଦାରେ କୋଠ ଦଳଙ୍କର ଏହି, ସମସ୍ତ ବୋଲିବେ ମୋର ମୋର ବୋଲି ଧ୍ରୁବ ନୁହେଁ କି କାର, କଳା ପ୍ରକାଶିବ କେଶଉ ପୁଡ଼ିବ ସତ୍ୟ ସତ୍ୟ ଏହି ଭାବ। ମହାପୁରୁଷ କହିଲେ ତ୍ରିବେଣୀ ତ୍ରିକୁଟରେ 16 ବୈକୁଣ୍ଠ ମହାନିତ୍ୟ ଘର ସେଇଠି, କୋଉଠି ନା କାଳିଆ ଅବତାର ଯୋଉରା, ସମସ୍ତ ପରୀକ୍ଷା କାଳିଆ ଅବତାର ହିଁ କୋଠ ଦଳଙ୍କର ଗହଣ ଦଳ ମଧ୍ୟରେ ହବ। ସମସ୍ତ ବୋଲିବେ ମୋର ମୋର, ଧ୍ରୁବ କିନ୍ତୁ କାହାର ନୁହେଁ। ସିଦ୍ଧାନ୍ତ ଜ୍ଞାନୀ ଅଟଇତେ ସେହି, ଭୟ ଯେ କାହାକୁ ନାହିଁ, ସୁବଳ ଦାସ ଯେ ତାହାରି ପାଖରେ ବସିଥିବ ବାଟ ଚାହିଁ, କଟକ ଯୋବରା କାଳିଆ ଘାଇରେ ସମନକାରୀ ହୋଇବ, ଜଗୁଆଳି ତହିଁ ଗୁପ୍ତ ଭାବରେ ଭିତରକୁ ଛାଡ଼ିଦେବ, ଅଲୌକିକ ଲୀଳା ଧ୍ରୁବ ଦାସ ତହିଁ ଯୋବରା ଘାଟ ପ୍ରମାଣ, ଅଚ୍ୟୁତି ଦାସର କୋଠ ପୁଅ ଅଟେ ଶୁଣତୁ ରାମରେ ଜାଣ। ମହାପୁରୁଷ କହିଲେ ଯେ କଟକ ଯୋବରା କାଳିଆ ଘାଇରେ ସମନକାରୀ ସିଏ ହବ, ସମନ ପଠେଇବ, ସବୁ ଯାଅ ତମେ ଡାକୁଛନ୍ତି, ଜଗୁଆଳି ରହି ଗୁପ୍ତ ଭାବରେ ଭିତରକୁ ଛାଡ଼ିବ, ଅଲୌକିକ ଲୀଳା ଧ୍ରୁବ ଦାସ ତହିଁ ଯୋବରା ଘାଟରେ ପ୍ରକାଶ କରିବ, ଏଣୁ ସିଏ ମୋ କୋଠ ପୁଅ। କାଠ ମାଳିଆ ଯେ ଛେଦନ ହୋଇବେ କାଳିଆ ବୋଦା ପ୍ରମାଣ, ଯୋବରା ଘାଟରେ 4 ଦଳ ଭକ୍ତ ପରୀକ୍ଷା ହୋଇବ ଜାଣ, ଖର୍ପର ପାତିଛି ମହାମାଇ ତହିଁ ଚିତ୍ରତ୍ପଳା ନଦୀ କୂଳ, ଅଣାକ୍ଷର ମନ୍ତ୍ର ପରୀକ୍ଷା ଯେ ନେବ ଏ କଥା ସତ୍ୟ ପ୍ରମାଣ। ମହାପୁରୁଷ କହିଲେ କାଳିଆ କାଠ ମାଳିଆ ସବୁ, କାଠ ମାଳିଆ ଆଗ ଛେଦନ ହେବେ ଯୋବରା ଘାଟରେ, ଖର୍ପ ଧରିକିରି ଚିତ୍ରତ୍ପଳା ନଦୀ କୂଳରେ ମା ଜଗି ବସିଛନ୍ତି, ମହାମାଇ କାନ୍ତାୟନୀ ଯୋଗୀ ଅଣାକ୍ଷର ମନ୍ତ୍ର ପରୀକ୍ଷା କରିବେ ଯେ ନେବ ଏ କଥା ସତ୍ୟ, ଛିନ୍ନ ଛତ୍ର ହେବ ଓଡ଼ିଶା ମଣ୍ଡଳ ଥୟ ନ ପଡ଼ିବେ କେହି, ବାବୁରେ ରାମ ଚକଡ଼ା ମରାଣ ପ୍ରକାଶ କରିନ ଦିନ ଚ୍ୟୁତି କହି, ଶୁଣ ରାମଚନ୍ଦ୍ର ଗୁପତ ବଚନ ମୂର୍ଖକୁ କହିବୁ ନାହିଁ, ଦାନ ଦକ୍ଷିଣାରେ ଏ ଗ୍ରନ୍ଥ ପ୍ରକାଶ ତୋତେ ମୁଁ ଦେଲି ବୁଝାଇ, ରାମରେ ଛିନ୍ନ ଛତ୍ର ହେବ ଏ ଓଡ଼ିଶା, ଏ ଚକଡ଼ା ମରାଣ ଇଏ ହେଉଛି ସବୁ ଚାହିଁ ଶ୍ରେଷ୍ଠ ଗ୍ରନ୍ଥ, ରାମ ମୂର୍ଖ ଆଗରାକୁ କହିବୁନି, ଯେତେବେଳେ ଏ ଗ୍ରନ୍ଥ କିଏ ପଢ଼ିବା ପାଇଁ ଚାହିଁବ, ଶୁଣିବା ପାଇଁ ଚାହିଁବ, ଯେତିକି ହଉ ଦକ୍ଷିଣା ଧଇଲେ ଯାଇ ଗ୍ରନ୍ଥ ପଢ଼ିବୁ, ମୂର୍ଖଙ୍କୁ ପ୍ରକାଶ ନ କରିବୁ କେବେ ମୋର ପାଦ ପଦ୍ମ ଧର, ଗୁରୁଦ୍ରୋହୀ ହେବୁ ନର୍କରେ ପଡ଼ିବୁ ନ ମିଳିବ ଥଳକୂଳ, ବାବୁରେ ଏ ଥଳକୂଳ ମିଳିବନି, ହୁସିଆର ରହିବୁ, ତେଣୁ କୋଠ ଦଳ ଶିରିପା ଦେଇନ ସେ ପାଗ ବାନ୍ଧିବଟି ସେହି, ଭକତ ପରୀକ୍ଷା ନ ପାଇବେଟି ରକ୍ଷା ମରିବେ ମେଛ ହୋଇ, ଦେବୀ ସରସ୍ୱତୀ ଖେଳ ବି ଆଇବ କଣ୍ଠରେ ସେହି ପଶିବ, ସବୁ 5 ତୋର ନିମିଷରେ ଯିବ ଚଣ୍ଡୀ ଚାମଡ଼ା ଭଖିବ। ଯଦି କେହି ଭକ୍ତ ବି ହେଇଥାନ୍ତି, ଅନ୍ୟାୟ ଆଚରଣ କରୁଥାନ୍ତି, ଲୋକଙ୍କୁ ଠକୁଥାନ୍ତି, ଭକ୍ତ ହେଇକିରି ମୋ ନାଁ ବିକି, ତେବେ ମା ସରସ୍ୱତୀ କଣ୍ଠରେ ବିଜେ କରିବେ, ସିଏ ଆଉ ଇଏ ଯେଉଁ ମନ୍ତ୍ର ପରୀକ୍ଷା ହେବ ତାର କହିପାରିବନି, ତାକୁ ଛାଁ ଯୋଗିନୀଗଣ ଖାଇଯିବେ, କାହିଁକିନା ତାର ସେଟା ହେଉଛି ପନିସମେଣ୍ଟ ବା ଦଣ୍ଡ। ଗୁରୁ ଦୟା କଲେ ଚାବିକୁ ପାଇବୁ ଯୋବରା ଲୀଳା ଦେଖିବୁ, କାଳିଆ ବୋଦାର ଉଦ୍ଧାର ପାଇବୁ ଅନନ୍ତ ଯୁଗ ଭୋଗିବୁ, ବାହୁରେ ରାମ ଯଦି ଗୁରୁ ଦୟା କରିବେ, ଗୁରୁପାଦ ସ୍ମରଣ କରିବୁ, କୀର୍ତ୍ତନ କରିବୁ, ଅର୍ଚ୍ଚନା କରିବୁ, ବନ୍ଦନ କରିବୁ, ତେବେ ଯୋବରା ପରୀକ୍ଷା ତୁ ନିସ୍ତାର ପାଇବୁ ଆଉ ଅନନ୍ତ ଯୁଗକୁ ଭୋଗିବୁ, ମରିବେ ସରବ ଥୟ ନ ରହିବ ଏ କଥା ଅଟେ ପ୍ରମାଣ, ନେମାଳ ବଟକୁ ଲୟ ଲଗାଇନ
କହି ଅଚ୍ୟୁତ ଜ୍ଞାନ ଆଉ ଯା ରହିଲା କାଲିକି କହିବି ଦ୍ୱାଦଶ ଗୋପାଳ ପୁଣ ପଲକ ପତନ ହୋଇଲା ରାମ ନିଜ ନାମ କର ଧ୍ୟାନ ସମସ୍ତେ ମରିବେ କିଏ ଥୟ ହେବେନି କୋଉଠି 102ଟା ଗୋଟା ରହିବେ ନିମାଳ ବଟକୁ ଲୟ ଲଗେଇ ଅଚ୍ୟୁତ ଦାସ ଆଜି ଜ୍ଞାନ କହୁଛି ଆଉ ଯା ରହିଲା କାଲି କହିବି ମୋ ଆଖି କାହିଁ ଟିକେ ପଡ଼ିଗଲାଣି ଆଉ ପଲକ ପତନ ହେଲାଣି ରାମ କାଲି କହିବି ବିଷମ ଅର୍ଗଳି ଯଦି ପାରି ହେବୁ ସଦଗୁରୁ ପାଦ ଧର ଚକଡ଼ା ମରାଣ ଭକ୍ତ ଗଣ୍ଠି ଧନ ଶେଷ ବେଳକୁ ବାହାର 3:33କୁ ଜଗିଥିବୁ ରାମ 28 ଅଙ୍କ ଧର ପ୍ରସ୍ତାବିତ କଳି ଭାରତରେ ହେବ ଭାରତ ସମର ବାବୁରେ 3:33 ଜଗିଥିବୁ ବିଷମ ଅର୍ଗଳି ପାରି ହେବାକୁ ହେଲେ ସଦ୍ଗୁରୁ ପାଦକୁ ଧ ଚକ୍ରା ମରାଣି ଭକ୍ତଙ୍କ ଗଣ୍ଠି ଧନ 3:33କୁ ଜଗିଥିବୁ ରାମରେ 28 ଅଙ୍କକୁ ଲୟ କରିଥା ସେଇ ପ୍ରସ୍ତାବିତ କଳି ଭାରତ ଯୁଦ୍ଧ ଯେଉଁ ଓଳିଏ ବାକି ଅଛି ହେବ ସେହି ସମୟରେ 28 ଅଙ୍କରେ ଭାରତ ସମର ହେବ 3 ଯୁଗ ଯୋଦ୍ଧା ଏକ ଯୁଗରେ ଯେ ମହାସମର ଲାଗିବ କହି ଅଚ୍ୟୁତ ଭକ୍ତ ହେବେ ମୁକ୍ତ ମନସ୍କାମନା ପୁରିବ ବାବୁରେ ସବୁ ଯେତେ ଭକ୍ତ ଅଛନ୍ତି 3 ଯୁଗ ସେଥିରେ ଆସି କଳିଯୁଗ ଛାଡ଼ି ସତ୍ୟ ତ୍ରେତା ଦ୍ୱାପର ଏ 3 ଯୁଗ ଯେତେ ଅଛନ୍ତି ଏ କଳିଯୁଗ ସବୁ ଭେଟ ହେବେ ଏଣୁ ତୁ ଗୁରୁନାମକୁ ଧ ଗୁରୁନାମ ଧଇଲେ ତୁ ଅନନ୍ତ ଯୁଗ ଦେଖିବୁ ଏବଂ ଯୋବରା ଯେଉଁ ପରୀକ୍ଷା ହେବ ଭକ୍ତଙ୍କୁ ସେଠୁ ମଧ୍ୟ ଉବୁରିବୁ ନଚେତ ତୁ ବି ଖରାପରେ ପଡ଼ିଯିବୁ ଯେତେ ଭକ୍ତ ନା ଥିଲେ କ'ଣ ହେବ 1,85,000 ଗ୍ରନ୍ଥ ଯେଉଁ ରଚନା କରିଛନ୍ତି ମହାପୁରୁଷ ଏ ଶ୍ରେଷ୍ଠ ଗ୍ରନ୍ଥ ଏଥିରେ ଭକ୍ତଙ୍କ ନାଁ ତା ଘର ଠିକଣା ସବୁ ଅଛି କେଉଁଠି କ'ଣ ଘଟିବ ଏଣୁ ଏଇ ଯେଉଁ ମାଳିକା ଅଛି ଆକୁ ଯଦି ଆମେ ଠିକ୍ସେ ରହିବା ସଚେତନ ହୋଇ ରହିବା ତାହେଲେ ନିଶ୍ଚିତ ଆମର ମଙ୍ଗଳ ହେବ ଆମର କିଛି କ୍ଷତି ହେବ ନାହିଁ ମହାପୁରୁଷ କହିବା କଥା ଏଣୁ ଆମେ ଯେଉଁ ମାଳିକା ଆଲୋଚନା ମଞ୍ଚ କରିଛନ୍ତି ସେ କେବଳ ଲୋକଙ୍କୁ ସଚେତନ କରିବା ପାଇଁ ଏ ଆଲୋଚନା କରାଯାଉଛି ଏବେ ତ ପ୍ରଥମ କ୍ଲିପ୍ ପରିସମାପ୍ତି ଘଟିଲାଣି ଦ୍ୱିତୀୟ କ୍ଲିପ୍ ଆମେ ଆଲୋଚନା କରିବା ତାହେଲେ ଦ୍ୱିତୀୟ କ୍ଲିପ୍କୁ ଅପେକ୍ଷା କରିବାକୁ ପଡ଼ିବ ହରି ଓಂ ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମାମ କଶ୍ଚିତ୍ ଦୁଃଖ ଭାବ ଭବେତ୍ ଓಂ ଶାନ୍ତି 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 ଜୟ ମହାପୁରୁଷ କି ଜୟ।